ପିଲେ ସବୁଠୁ ବିଶ୍ୱାସୀ ମଣିଷ ଭିତରେ ହେଉଛି ଡାକବାଲା। ଆଉ ଜାଣିଛ ସେ ଡାକବାଲା କେତେ ବିଶ୍ୱାସୀ? ମୁଁ ଗୋଟେ ତୁମକୁ ସୁନ୍ଦର ଗୀତଟିଏ କହିବି, ସେ ଗୀତ ମାଧ୍ୟମରେ ତୁମେ ଜାଣିପାରିବ ସେ କେତେ ବିଶ୍ୱାସୀ। ଆମର ନା ମୋର ଡାକବାଲାଟି, ନା ମୋର ଡାକବାଲାଟି, ଘର ଘର ବୁଲି ବାଣ୍ଟଇ ଚିଠି। ନା ମୋର ଡାକବାଲାଟି, ଦେହେ ମୋର ଖାକି ପୋଷାକ, କାନ୍ଧେ ଥଳି ମୋ ରୂପ ଭେକ। ଦେହେ ମୋର ଖାକି ପୋଷାକ, କାନ୍ଧେ ଥଳି ମୋ ରୂପ ଭେକ। ସକାଳୁ ପହରୁ ବୁଲେ ଗାଁ ଗଳି, ସକାଳୁ ପହରୁ ବୁଲେ ଗାଁ ଗଳି, ବେଳେ ବୁଡ଼େ ମୁହିଁ ଘରେ ଫେରେଟି। ନା ମୋର ଡାକବାଲାଟି, ସରକାରୀ କର୍ମଚାରୀ, ବଡ଼ ବିଶ୍ୱାସ ମୁହିଁ ସବୁରି। ସରକାରୀ କର୍ମଚାରୀ, ବଡ଼ ବିଶ୍ୱାସ ହିଁ ମୁଁ ସବୁରି। ଚିଠି ଟଙ୍କା ବା ପାରସଲ ତହିଁ, ଚିଠି ଟଙ୍କା ବା ପାରସଲ ତହିଁ, ଠିକ୍ ଠିକ୍ କରି ବାଣ୍ଟି ଦିଏଟି। ନା ମୋର ଡାକବାଲାଟି, ଘର ଘର ବୁଲି ବାଣ୍ଟଇ ଚିଠି। ନା ମୋର ଡାକବାଲାଟି। ପିଲେ ଜାଣିପାରିଲ ଏ ଯେଉଁ ଡାକବାଲା ସେ କେତେ ବିଶ୍ୱାସୀ ଆଉ କିପରି ରଙ୍ଗର ପୋଷାକ ପିନ୍ଧେ? ପୁଣି ତ ଆଉ ଥରେ କହିଦେଉଛି, ସେ ଡାକବାଲାଟି ଖାକି ରଙ୍ଗର ପୋଷାକ ପିନ୍ଧେ। ତା କାନ୍ଧରେ କ'ଣ ଥାଏ? ତା କାନ୍ଧରେ ଗୋଟିଏ ଥଳି ଥାଏ। ସେ ଥଳିରେ ସେ କ'ଣ ରଖିଥିବ ବିଲେ? ସେଇ ଥଳିରେ ସିଏ ପୋଷ୍ଟ କାର୍ଡ଼ ରଖିଥିବ, ଲଫାଫା ରଖିଥିବ, ଅନ୍ତର୍ଦେଶୀୟ ପତ୍ର ରଖିଥିବ, ଡାକ ଟିକଟ ରଖିଥିବ ଏବଂ ଦୂର ସ୍ଥାନରୁ ତା ପାଖକୁ ଯେଉଁ ଚିଠି ଆସିଥିବ ସେଇ ଚିଠି ଗୁଡ଼ିକୁ ନେଇ ସେ ସଠିକ୍ ଲୋକମାନଙ୍କ ପାଖରେ ପହଞ୍ଚାଏ। ଆଉ ଚିଠି ସହିତ ପାର୍ସଲ ମଧ୍ୟ ପହଞ୍ଚାଏ, ଯେଉଁ ପାର୍ସଲରେ କି ଟଙ୍କା ସହିତ ଜିନିଷପତ୍ର ମଧ୍ୟ ଆସିଥିବ। ଡାକ ଘରେ ଲଫାଫା ମିଳେ, ପୋଷ୍ଟକାର୍ଡ଼ ମିଳେ, ଅନ୍ତର୍ଦେଶୀୟ ପତ୍ର ମଧ୍ୟ ମିଳେ। ଏଇ ଯେଉଁ ଲଫାଫାର ମୂଲ୍ୟ କେତେ ଟଙ୍କା ଜାଣିଛ? ଏ ଲଫାଫାର ମୂଲ୍ୟ ହେଉଛି 5 ଟଙ୍କା। ଏହାର ରଙ୍ଗ କ'ଣ? ଏହାର ରଙ୍ଗ ହେଉଛି ଫିକା ହଳଦିଆ। ଏଇ ଲଫାଫା କେଉଁ କାମରେ ବ୍ୟବହାର କରାଯାଏ? ଏଇ ଲଫାଫାରେ ଚିଠି ପୁରାଇ ଦୂର ସ୍ଥାନକୁ ପଠାଯାଏ। ଆଉ ଲଫାଫାରେ ମଧ୍ୟ ହାଲକା ଜିନିଷ ଯଥା ରାକ୍ଷୀ ମଧ୍ୟ ରଖି ଦୂର ସ୍ଥାନରେ ଥିବା ନିଜ ଭାଇମାନେ ଭଉଣୀମାନେ ମଧ୍ୟ ପାଖକୁ ପହଞ୍ଚାଇ ପାରନ୍ତି। ତାପରେ ଆସିଲା ପୋଷ୍ଟ କାର୍ଡ଼। ଜାଣିଛ ଏ ପୋଷ୍ଟ କାର୍ଡ଼ର ମୂଲ୍ୟ କେତେ? ଏ ପୋଷ୍ଟ କାର୍ଡ଼ର ମୂଲ୍ୟ ହେଉଛି 50 ପଇସା। ଏହାର ରଙ୍ଗ କ'ଣ? ପୋଷ୍ଟ କାର୍ଡ଼ର ରଙ୍ଗ ହେଉଛି ହଳଦିଆ। ଏଥିରେ ଏଇ ଯେଉଁ ପୋଷ୍ଟ କାର୍ଡ଼କୁ କେଉଁ କାମରେ ବ୍ୟବହାର କରାଯାଏ? ଏ ପୋଷ୍ଟ କାର୍ଡ଼ଟି ଚିଠି ଲେଖାଯାଏ। ପୋଷ୍ଟ କାର୍ଡ଼ ଉପରେ ଚିଠି ଲେଖିକି ପଠାଯାଏ। ଏହାପରେ ଆସିଲା ଅନ୍ତର୍ଦେଶୀୟ ପତ୍ର। ଅନ୍ତର୍ଦେଶୀୟ ପତ୍ରର ମୂଲ୍ୟ ହେଉଛି 2 ଟଙ୍କା 50 ପଇସା। ଏହାର ରଙ୍ଗ ହେଉଛି ନୀଳ ଓ ଏହା ଉପରେ ମଧ୍ୟ ଚିଠି ଲେଖି ଦୂର ସ୍ଥାନକୁ ମଧ୍ୟ ପଠାଯାଏ। ଡାକଘରେ କି କାମ ହୁଏ? ଡାକଘରେ ଦୂର ସ୍ଥାନକୁ ଚିଠିପତ୍ର, ପାର୍ସଲ, ମନି ଅର୍ଡ଼ର ମଧ୍ୟ ପଠାଯାଏ। ଲଫାଫା, ଡାକ ଟିକେଟ, ପୋଷ୍ଟକାର୍ଡ଼, ଅନ୍ତର୍ଦେଶୀୟ ପତ୍ର ମଧ୍ୟ ବିକ୍ରି କରାଯାଏ। ଡାକଘରେ ଟଙ୍କା ସଞ୍ଚୟ କରି ମଧ୍ୟ ରଖାଯାଏ। ଆମେ ମଧ୍ୟ ଯେଉଁ ଟଙ୍କା ସଞ୍ଚୟ କରି ଡାକଘରେ ରଖୁ ସେଥିରୁ ମଧ୍ୟ ସୁଧ ପାଉ। ଜାଣିଲ ପିଲେ, ଡାକଘରେ ମଧ୍ୟ କିଛି ମୋହର ଥାଏ, ଯେଉଁ ମୋହର ଭାରତ ସରକାର ବୋଲି ଲେଖାଯାଇଥାଏ। ଏହି ମୋହରଟିକୁ ସିଏ ଚିଠି ଉପରେ, ଲଫାଫା ଉପରେ ହିଁ
ମାରିଥାନ୍ତି। ଏହା ସହିତ ଡାକଘରେ ଗୋଟେ ଟେଲିଫୋନ୍ ମଧ୍ୟ ଥାଏ। ଦୂର ସ୍ଥାନରେ ଥିବା ଲୋକମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ କରାଯାଏ। ପିଲେମାନେ, ଡାକଘର ଆଗରେ ଗୋଟେ ଚିଠି ବାକ୍ସ ଥାଏ। ଏହି ବାକ୍ସ ଭିତରେ ଲୋକମାନେ ଚିଠି ପକାନ୍ତି ଏବଂ ସେହି ଚିଠି ଡାକବାଲା ନେଇ ପୋଷ୍ଟ ମାଷ୍ଟରକୁ ନେଇ ଦିଏ ଏବଂ ପୋଷ୍ଟ ମାଷ୍ଟର ସେଥିରେ ମୋହର ମାରି ଦୂର ସ୍ଥାନରେ ଥିବା ଲୋକଙ୍କ ପାଖକୁ ପଠାଇ ଦିଏ। ଆଉ ମନେ ରଖିଥାଅ ପିଲେ, ବଡ଼ ବଡ଼ ଡାକଘରେ ଟେଲିଫୋନ୍, ଟେଲିଗ୍ରାମ ଥାଏ, ଯାହାକି ତୁରନ୍ତ ପଠାଇବାର ବ୍ୟବସ୍ଥା କରାଯାଇଥାଏ। ଚିଠି ଉପରେ ଚିଠି ପାଇବା ଓ ଚିଠି ପଠାଇଥିବା ବ୍ୟକ୍ତିର ନାମ, ଠିକଣା ଉଭୟ ଲେଖାଯାଇଥାଏ। ଡାକଘରଟି ସରକାରଙ୍କ ତରଫରୁ ଖୋଲାଯାଇଥାଏ। ସେହି ଡାକଘରର ମୁଖ୍ୟ ହେଉଛି ପୋଷ୍ଟ ମାଷ୍ଟର। ଡାକଘରେ ମନି ଅର୍ଡ଼ର ଦ୍ୱାରା ଦୂର ସ୍ଥାନର ଲୋକମାନଙ୍କ ପାଖକୁ ଟଙ୍କା ପଠାଯାଇଥାଏ। ଆମେ ଚିଠିଟିଏ ଲେଖିବା, ତାହେଲେ କିପରି ଲେଖିବା? ପ୍ରଥମେ ଆମେ ଡାକଘରକୁ ଯିବା। ଡାକଘରୁ ଗୋଟେ ଚିଠିଟିଏ କିଣିକି ଆଣିବା ଏବଂ ଚିଠିରେ ଆମେ କିଛି ଲେଖିବା। ଲେଖି ସାରିଲା ପରେ ସେହି ଚିଠିଟିକୁ ନେଇ ପୋଷ୍ଟ ବକ୍ସ ଭିତରେ ପକାଇଦେବା। ଡାକବାଲା ସେହି ପୋଷ୍ଟ ବକ୍ସ ଭିତରୁ ଚିଠି ବାହାର କରି ପୋଷ୍ଟ ମାଷ୍ଟରକୁ ଦେବ ଏବଂ ସେ ପୋଷ୍ଟ ମାଷ୍ଟର ତାହା ନେଇ ଦୂର ସ୍ଥାନକୁ ପଠାଇବା ପାଇଁ ବ୍ୟବସ୍ଥା କରିବ। ଏଥିପାଇଁ ଡାକଘର ପୋଷ୍ଟ ମାଷ୍ଟର ଯିଏ, ସେ ଚିଠିଗୁଡ଼ିକୁ ନେଇ ମୁଖ୍ୟ ଡାକଘର ଯେଉଁଠି ଥାଏ ସେଠି ପହଞ୍ଚାଇ ଦିଏ। ମୁଖ୍ୟ ଡାକଘରକୁ ଗାଡ଼ି ଆସି ସମସ୍ତ ଚିଠି ସେହି ରାଜ୍ୟର ମୁଖ୍ୟାଳୟକୁ, ଚିଠିର ବା ଡାକଘର ମୁଖ୍ୟାଳୟକୁ ପଠାଇ ଦିଏ। ଏହିପରି ବିଭିନ୍ନ ସ୍ଥାନକୁ ଚିଠି ଯା ଆସ କରେ। ପିଲେ, ଆମେ ଯେଉଁ ଆଜି ଡାକବାଲା ବିଷୟରେ ପଢ଼ିଲେ ଏବଂ ତାର କାର୍ଯ୍ୟଦକ୍ଷତା ବିଷୟରେ ଜାଣିଲେ, ସେଇ ଡାକଘରେ କ'ଣ କ'ଣ ମିଳୁଛି ମଧ୍ୟ ଜାଣିଲେ, ଡାକଘରେ କେଉଁ କେଉଁ କର୍ମଚାରୀ ମଧ୍ୟ ରହନ୍ତି ଆମେ ଜାଣିଲେ। ତାହେଲେ ଆମେ ଏତେ ସବୁ ଜାଣିଲେ, ତୁମକୁ କିଛି ପ୍ରଶ୍ନ ଦିଆଯିବ, ଯେଉଁ ପ୍ରଶ୍ନ କି ତୁମେ ନିଜେ ଘରେ କରିକି ଧରିକି ଆସିବ। ତୁମ ଅଭ୍ୟାସ ପ୍ରଶ୍ନ ହେଉ କିମ୍ବା ମୁଁ ଆଜି ମଧ୍ୟ କିଛି ପ୍ରଶ୍ନ ଦେବି, ସେଇ ପ୍ରଶ୍ନ ତୁମେ କରିକି ଧରିକି ଆସିବ। ହେଲା, ତାହେଲେ ମନେ ରଖ। ଏବେ ମୁଁ ତୁମକୁ କିଛି ପ୍ରଶ୍ନ ପଚାରୁଛି। ଡାକଘରେ କେଉଁ କେଉଁ କର୍ମଚାରୀ ମାନେ ରହନ୍ତି? ଡାକଘରର ମୁଖ୍ୟ କିଏ? ଆଉ ଡାକଘରେ କେଉଁ କେଉଁ ଜିନିଷ ସବୁ ମିଳେ? ଏସବୁ ତାଲିକା କରି ଧରିକି ଆସିବ। ଆଉ ତୁମ ଘର ନିକଟରେ ଯେଉଁ ଡାକଘର ଅଛି, ସେଇ ଡାକଘରର ମୁଖ୍ୟ ଯିଏକି ପୋଷ୍ଟ ମାଷ୍ଟର, ତା ନାଁ କ'ଣ? ଆଉ ଯେଉଁ ଡାକବାଲା ଚିଠି ବାଣ୍ଟୁଥିବ, ତୁମ ଘରେ ଆଣିକି ଚିଠି ଦେଉଥିବ, ତାଙ୍କ ନାମ କ'ଣ? ଏଇ ଦୁଇଟା ଯାକ ତୁମେ ନାଁ ଲେଖିକି ଧରିକି ଆସିବ। ଆଜି ତ ଏତିକି, ରହୁଛି। ଧନ୍ୟବାଦ।